ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ। ବୈଦ୍ୟରାଜଙ୍କ ପରାମର୍ଶ କ୍ରମେ ଚାଲିଛି ମହାପ୍ରଭୁଙ୍କ ସେବା ଓ ନୀତିକାନ୍ତି। ଆଜି ଅନବସରର ତୃତୀୟ ଦିନ। ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ। ଅଣସର ଘରେ ମହାପ୍ରଭୁଙ୍କ ଓଦା ଲୁଗା ଓଲାଗି କରି ଶୁକ୍ଳ ଲୁଗା ଓ ଶୁକ୍ଳ ରଙ୍ଗର ଫୁଲ ଲାଗି ନୀତି ସମ୍ପୂର୍ଣ୍ଣ କରୁଛନ୍ତି ଦଇତାପତି ସେବାୟତମାନେ। ବୈଦ୍ୟରାଜଙ୍କ ପରାମର୍ଶ କ୍ରମେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନା ଓ ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଭୋଗ କରାଯାଉଛି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟିଦିଅଁଙ୍କ ପୂଜା ଅର୍ଚ୍ଚନା। ଶ୍ରୀଜୀଉଙ୍କ ଅଣସର ସମୟରେ ହିଁ ଏହି ପଟିଦିଅଁ ପୂଜା ପାଇଥାନ୍ତି। ଅଣସର ପରେ ପଟିଦିଅଁଙ୍କୁ ବିସର୍ଜନ କରାଯିବାର ପରମ୍ପରା ମଧ୍ୟ ରହିଛି। ସେପଟେ ତୃତୀୟ ଦିନରେ ଅଲାରନାଥଙ୍କ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ରତ୍ନବେଦୀରେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଏବେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବ୍ୟୁରୋ ରିପୋର୍ଟ, ଭଞ୍ଜତ ନ୍ୟୁଜ୍।